ଗାଁର ନାମ ଥିଲା ମଙ୍ଗଳପୁର। ସେଠାରେ ରହୁଥିଲା ରାଜୁ ବୋଲି ଗୋଟିଏ ପିଲାଟିଏ। ପିଲାଟି ଭାରି ଅଳସୁଆ ଆଉ ଗର୍ବୀ ପିଲାଟିଏ। ଗାଁରେ ହେବାକୁ ଯାଉଥିଲା ଗୋଟେ ସୁନ୍ଦର ମେଳା। ପ୍ରତିବର୍ଷ ଏହି ମେଳା ହୁଏ। ସମସ୍ତେ ନିଜ ନିଜର କଳା ପ୍ରଦର୍ଶନ କରନ୍ତି। ଏଥିପାଇଁ ତା ସାଙ୍ଗମାନେ କିଛି ଆସି ତା ପାଖରେ ବସନ୍ତି ଏବଂ ତାକୁ ପଚାରନ୍ତି, ଆରେ ରାଜୁ, ତୁ କ'ଣ ପ୍ରତିଯୋଗିତାରେ ଭାଗ ନେବିନୁ କି? ଆରେ ତୁ କ'ଣ କହିବୁ ବୋଲି କହିଛୁ ଭାବିଲୁ? ଆଜି ଆମେ ସବୁ ସାଙ୍ଗମାନେ ମିଶିକି ବିଚାର କରିବୁ ବୋଲି ଭାବିଛୁ। ଆରେ ତମକୁ କ'ଣ କହିବି କହିଲ? ଆରେ ମୁଁ ତ ଜାଣିଛି ମୁଁ ହିଁ ପ୍ରତିଯୋଗିତାରେ ପ୍ରଥମ ହେବି, କାରଣ ମୁଁ ହିଁ ସବୁ କିଛି ଜାଣିଛି। ଆଉ ମୁଁ ବା ତମ ସମସ୍ତଙ୍କଠୁ ବହୁତ ଜ୍ଞାନୀ। ଏହା କହି ରାଜୁ ସେଠାରୁ ନିଜ ଘରକୁ ଚାଲିଯାଏ। ମନରେ ଭାବୁଥାଏ, ଖାଲି ପରିଶ୍ରମ ସେମାନେ କରୁଛନ୍ତି, କିନ୍ତୁ ସଫଳତା ତ ମୁଁ ହିଁ ପାଇବି। ଏହାପରେ ସମସ୍ତ ସାଙ୍ଗସାଥି ଏକାଠି ହୋଇ କିଛି ବିଚାର ବିମର୍ଶ କରନ୍ତି। କିଏ କୋଉ ପ୍ରକାରର ଭାଗ ନେବ ଏବଂ କ'ଣ କଳା ପ୍ରଦର୍ଶନ କରିବ। ହ୍ୟାଲୋ ମିତାଲି, ହ୍ୟାଲୋ, ତୁ କ'ଣ କରିବୁ କହିଲୁ? ହ୍ୟାଲୋ, ମୁଁ ବା ନାଚ କରିବି। କିନ୍ତୁ ସମସ୍ତେ ବିଚାର କରୁଥିବା ବେଳେ ରାଜୁ ଶାନ୍ତିରେ ଘରେ ଶୁଏ ଏବଂ ସେଦିନ ଯାଏ ପରଦିନ ଥାଏ ମେଳା। ତେଣୁ ସେ ସକାଳୁ ଉଠିଯାଏ। ଉଠି ନିଜର ନିତ୍ୟକର୍ମ ସାରି ସମସ୍ତଙ୍କ ପରିକା ମେଳାକୁ ଯାଏ। ମେଳାରେ ସମସ୍ତେ ଅଂଶଗ୍ରହଣ କରନ୍ତି ଏବଂ ନିଜର କଳା ପ୍ରଦର୍ଶନ କରନ୍ତି। କିଏ ଗୀତ ଗାଏ, କିଏ ନାଚ କରେ, କିଏ ଅଭିନୟ ଦ୍ୱାରା ସମସ୍ତଙ୍କ ମନକୁ ଆକର୍ଷିତ କରାଉଥାଏ। ତାଳି, ରୋଳ, ହୋ ହାଲ୍ଲାରେ ଗାଁଟି କମ୍ପି ଉଠୁଥିଲା ଏବଂ ଏତିକି ସମୟରେ ଆସି ପହଞ୍ଚୁଥାଏ ଗୀତା। ଗୀତା ବି କିଛି କମ୍ ନୁହେଁ, ସିଏ ବି ଭଲ ପ୍ରଦର୍ଶନ କରେ। ଏହା ପରେ ପରେ ସମସ୍ତଙ୍କର ମୁଖ୍ୟ ଆକର୍ଷଣ ଥିଲା ରାଜୁ। ରାଜୁ ଆସେ ଗୀତ ଗାଇବା ପାଇଁ, କିନ୍ତୁ ଗୀତ ତ ତାର ଦୂରର କଥା, ନିଜେ କିଛି କହିବା ପାଇଁ ବି ସେ ଅଯୋଗ୍ୟ ହୁଏ। ଏହାପରେ ସରପଞ୍ଚ ମହାଶୟ ତା ପାଖକୁ ଡାକି ତାକୁ କିଛି ପଚାରନ୍ତି, ଆରେ ରାଜୁ, କହିଲୁ ତୋର କାହିଁକି ଅସୁବିଧା ହେଲା? ତୁ ଆଜି ଷ୍ଟେଜ ଉପରେ କିଛି କହିପାରିଲୁନି? ସାର୍, ମୁଁ କିଛି ବି ପ୍ରସ୍ତୁତ ହେଇନଥିଲି। ମୁଁ କାଲି ରାତିରେ ଶୋଇଛି ଆଉ ଆଜି ସକାଳକୁ ଉଠି ଆସିଛି। ଆଉ କ'ଣ ପ୍ରସ୍ତୁତ ହେବି କହିଲ? ମୁଁ ଭାବିଥିଲି ମୁଁ ତ ସବୁ କିଛି ଜାଣିବି, କିନ୍ତୁ ଷ୍ଟେଜକି ଆସିଲା ପରେ ଅବସ୍ଥା ହେଲା ମୋର। ଆରେ ରାଜୁ, ଏଇଟା ହଉଛି ତୋର ମୂର୍ଖାମି ଏବଂ ଗୋଟେ ଅଳସୁଆମୀ ଗୁଣ। ଶୁଣେ, ତୁ ଏ ପରିବର୍ତ୍ତନ ଯଦି ନ କରିବୁ, ତୁ ନିଶ୍ଚୟ ଭବିଷ୍ୟତରେ ପସ୍ତେଇବୁ। ସବୁବେଳେ ପୂର୍ବ ପ୍ରସ୍ତୁତି ହ ଏବଂ କର୍ମଠ ହ। ଏହି ଗୁଣ ଯାକ ଛାଡ଼ିଦେ, ଭଲ ନାହିଁ। ଏହାପରେ ରାଜୁ ତାର ନିଜର ଭୁଲ ବୁଝିପାରିଲା। ମନ ଦୁଃଖ କରି ଘରକୁ ଚାଲିଗଲା। ଆରେ ପିଲାମାନେ, ଜୀବନରେ ଗର୍ବ ନୁହେଁ, ପରିଶ୍ରମ ଓ ଅଭ୍ୟାସ ହିଁ ସଫଳତା ଆଣିଥାଏ। ତେଣୁ କୌଣସି ବି ସମୟରେ ଅକାଳ କୁଷ୍ମାଣ୍ଡ ହେବାକୁ ଚେଷ୍ଟା କର ନାହିଁ। ସବୁବେଳେ ଏବଂ ପ୍ରତ୍ୟେକ ସମୟରେ ସବୁବେଳେ ସତ୍ୟଯୋଗ୍ୟ ହୁଅ ଏବଂ ଠିକ୍ ରାସ୍ତାରେ ଚାଲ। ଅଭ୍ୟାସ ଓ ପରିଶ୍ରମ ବିନା ଗର୍ବ କେବେ ବି ଆମ ଜୀବନରେ ସଫଳତା ଆଣିନଥାଏ। ତେଣୁ ବୁଝିଲ ତ, ଅକାଳ କୁଷ୍ମାଣ୍ଡର କାରଣ କ'ଣ? ଅଯୋଗ୍ୟ। ତେଣୁ ତୁମେମାନେ ଯୋଗ୍ୟ ହେବାକୁ ଚେଷ୍ଟା କର, ହେଲା।